ଆଜିର ପ୍ରସଙ୍ଗ ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ ହେଉଛି ସ୍ୱଚ୍ଛତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଦେଶରେ ଅତ୍ୟନ୍ତ ସଫଳତା ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳଗୁଡ଼ିକରେ ଏହାର ବିଶେଷ ସୁଫଳ ଦେଖିବାକୁ ମିଳିଛି। ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଚେତନା ପ୍ରାଚୀନ କାଳରୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିଆସିଛି। ଘର, ପୂଜାସ୍ଥଳ ଏବଂ ଆଖପାଖକୁ ସଫା ରଖିବାର ପରମ୍ପରା ଆମ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ। ଜାତିର ପିତା ମହାତ୍ମା ଗାନ୍ଧୀ ଧର୍ମ, ଆଧ୍ୟାତ୍ମିକତା ଏବଂ ନାଗରିକ ଜୀବନର ମୂଳଦୁଆ ଭାବେ ସ୍ୱଚ୍ଛତାକୁ ଗ୍ରହଣ କରିଥିଲେ। ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଅପଚୟକୁ ହ୍ରାସ କରିବା ଏବଂ ପୁନଃ ବ୍ୟବହାରକ୍ଷମ ପ୍ରସ୍ତୁତି ଆମ ଜୀବନଶୈଳୀର ଅଂଶ ହୋଇ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଅପଚୟ ହ୍ରାସ, ପୁନଃ ବ୍ୟବହାର ଏବଂ ପୁନଃ ପ୍ରକ୍ରିୟାକରଣ ବ୍ୟବସ୍ଥା ହେଉଛି ଆମ ପ୍ରାଚୀନ ଜୀବନଶୈଳୀର ଆଧୁନିକ ଏବଂ ବ୍ୟାପକ ରୂପ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆଦିବାସୀ ଜୀବନଶୈଳୀର ଉଦାହରଣ ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ଜୀବନଶୈଳୀରେ କମ୍ ସମ୍ପଦର ବ୍ୟବହାର, ପାଣିପାଗ ଏବଂ ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ପ୍ରାକୃତିକ ସମ୍ପଦକୁ ବଞ୍ଚାଇ ରଖିବାକୁ ଆଦିବାସୀ ସମ୍ପ୍ରଦାୟ ସର୍ବଦା ପ୍ରାଥମିକତା ପ୍ରଦାନ କରିଥାନ୍ତି। ଅପଚୟ ହ୍ରାସ ପାଇବା ଦ୍ୱାରା ପରିଚାଳନା ଜନିତ ଶୃଙ୍ଖଳା ଅଧିକ ଗତିଶୀଳ ହୋଇପାରୁଛି। ସ୍ୱଚ୍ଛତାକୁ ଜୀବନର ମୂଲ୍ୟ ଭାବରେ ଗ୍ରହଣ କରିବାର ସମୟ ଉପନୀତ ହୋଇସାରିଛି। ବିଦ୍ୟାଳୟ ସ୍ତରରୁ ଏହାକୁ ମୂଲ୍ୟାଙ୍କନ କରାଯାଇ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରାଯାଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସ୍ୱଚ୍ଛତା ନେଇ ବିଭିନ୍ନ ପ୍ରାନ୍ତରେ ବହୁ ଜନସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ପ୍ଲାଷ୍ଟିକ୍ ଏବଂ ଅବ୍ୟବହୃତ ବୈଦ୍ୟୁତିକ ଉପକରଣଗୁଡ଼ିକର ପୁନଃ ପ୍ରକ୍ରିୟାକରଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେବା ସହ ପରିବେଶ ପ୍ରଦୂଷଣଜନିତ ଆହ୍ୱାନର ସମାଧାନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। 2022 ମସିହାରେ କେନ୍ଦ୍ର ସରକାର ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଥିଲେ। ପ୍ଲାଷ୍ଟିକ୍ ପ୍ୟାକେଜିଂ ଏବଂ ଏହାର ବ୍ୟବହାର ନେଇ ଉତ୍ପାଦକଙ୍କ ଦାୟିତ୍ୱ ସମ୍ପର୍କିତ ଏକ ନିର୍ଦ୍ଦେଶାବଳୀ କେନ୍ଦ୍ର ସରକାର ଜାରି କରିଥିଲେ। ବିଭିନ୍ନ ସ୍ତରରେ ଏହି ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱଚ୍ଛତା ସହିତ ଆର୍ଥିକ, ସାଂସ୍କୃତିକ ଏବଂ ଭୌଗୋଳିକ ଦିଗ ସଂଶ୍ଳିଷ୍ଟ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶରେ ପ୍ରତ୍ୟେକ ନାଗରିକ ସ୍ୱଚ୍ଛ ଭାରତ ମିଶନରେ ଉତ୍ସର୍ଗୀକୃତ ଭାବେ ସାମିଲ ହେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 2047ରେ ବିକଶିତ ଭାରତ ସ୍ୱପ୍ନ ସାକାର ହେବା ସହ ଏହି ସମୟ ଅବଧି ମଧ୍ୟରେ ଭାରତ ବିଶ୍ୱର ସବୁଠାରୁ ସ୍ୱଚ୍ଛ ଦେଶର ମାନ୍ୟତା ପାଇବ ବୋଲି ରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣ 2024-25 ପାଇଁ ମୋଟ 78ଟି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ 23ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ସମ୍ବର୍ଦ୍ଧିତ କରାଯାଇଛି। ଦେଶର ନବପିଢ଼ିର ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବେ ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌକୁ ପୁରସ୍କାର ପ୍ରଦାନ କରାଯାଇଛି। ମହାକୁମ୍ଭ ଆୟୋଜନ ଏବଂ ପରିଚାଳନାକୁ ବିଶେଷ ସ୍ୱୀକୃତି ସହିତ 43ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ୱର ସର୍ବବୃହତ୍ ଜନସମାଗମ ମହାକୁମ୍ଭ ସମୟରେ ସୁବ୍ୟବସ୍ଥିତ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର ପ୍ରୟାଗରାଜ ମେଳା ଅଧିକାରୀ ଏବଂ ପ୍ରୟାଗରାଜ ମହାନଗର ନିଗମକୁ ବିଶେଷ ସ୍ୱୀକୃତି ପ୍ରଦାନ କରାଯାଇଛି। ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ଉଲ୍ଲେଖନୀୟ ପ୍ରତିବଦ୍ଧତା ସ୍ୱରୂପ ବିଶାଖାପାଟଣା, ଜବଲପୁର ଏବଂ ଗୋରଖପୁରକୁ ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି। ଏହି ସ୍ୱଚ୍ଛ ସର୍ବେକ୍ଷଣ କେବଳ ବଡ଼ ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନତାକୁ ଯେ ମାନ୍ୟତା ପ୍ରଦାନ କରିଥିଲା ତାହା ନୁହେଁ, ବରଂ କ୍ଷୁଦ୍ର ସହରଗୁଡ଼ିକ ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଏହି ସର୍ଭେରେ କ୍ଷୁଦ୍ର ସହରଗୁଡ଼ିକ ସହିତ ତୁଳନାତ୍ମକ ଭାବରେ ବଡ଼ ସହରଗୁଡ଼ିକ ସମୀକ୍ଷା କରାଯାଇଥିଲା। ଗୋଟିଏ ସହର ଗୋଟିଏ ପୁରସ୍କାର ନୀତି ଅନୁସରଣ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ପ୍ରତିଶ୍ରୁତିବଦ୍ଧ ଶ୍ରେଷ୍ଠ ସହର ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 34ଟି ସହର ଏଥିରେ ସାମିଲ ହୋଇଛନ୍ତି। ଏଥିରେ ଓଡ଼ିଶାର ଭୁବନେଶ୍ୱର ସହର ରହିଛି। ସହରାଞ୍ଚଳର ସ୍ୱଚ୍ଛତା ଏବଂ ପରିମଳ ଉତ୍କର୍ଷତାରେ ଏହି ସହରଗୁଡ଼ିକର ଉଲ୍ଲେଖନୀୟ ପ୍ରୟାସକୁ ଏହା ମାଧ୍ୟମରେ ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି 20,000ରୁ 50,000 ଜନସଂଖ୍ୟା ବିଶିଷ୍ଟ ବର୍ଗରେ ଗଞ୍ଜାମ ଜିଲ୍ଲାର ଆସିକା ଏନ୍ଏସି ପୁରସ୍କୃତ ହୋଇଛି। ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ 2024-25 ଫଳାଫଳ ଆଧାରିତ ଡିଜିଟାଲ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଛି। ସୁପର ସ୍ୱଚ୍ଛ ଲିଗ୍ ସହର ମାନ୍ୟତାପ୍ରାପ୍ତ ସହରଗୁଡ଼ିକର ସଫଳତାକୁ ଏହି ସମାରୋହରେ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା।